দম্ভ, দর্প, অভিমান, ক্ରୋଧ এইসବୁ ଜିନିଷ ରହିଛି। କିନ୍ତୁ ଯେଉଁମାନେ ତପସ୍ୟା କରନ୍ତି, ଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଖରେ ଅନ୍ୟ କିଛି ରହିଛି। କ୍ଷମାଭୂତି ଶୌଚ ଭଦ୍ରୋହ ନାତିମାନିତା ଭବନ୍ତି ସମ୍ପଦଂ ଦୈବୀ ମହିଜାତସ୍ୟ ଭାରତ। ତେଜଶକ୍ତି ସେମାନଙ୍କ ପାଖରେ ଅଛି। ସେମାନେ ତପସ୍ୟା କରୁଛନ୍ତି। ଯେଉଁମାନେ ମୁନି ଋଷି ଥିଲେ ତପସ୍ୟା କରୁଥିଲେ, ଆମମାନଙ୍କ ପାଖରେ କିଛି ନାହିଁ। ଆମେମାନେ କ'ଣ କରୁଛେ? କେବଳ ଅର୍ଥ ଉପାର୍ଜନ କରିବା, ଆମ ପରିବାର ଚଳେଇବା, ଆମ ସ୍ଟାଟସ୍ କରିବା, ଘର କରିବା, ଗାଡ଼ି କରିବା, ଲୋକଙ୍କୁ ଦେଖିବା, ଆମର ଆତ୍ମଗର୍ବ କିଛି ନାହିଁ। ମନରେ ଭାବଇ ମନୁଷ୍ୟ କେଡ଼େ ଚତୁର ମୁଁ ପ୍ରାଣୀ, ସମୟ ଆସିଲେ କାଳ ନେଇଯିବ ଟାଣି। ଆମେ ଯାହା କରୁଛୁ କରୁଛୁ, କିନ୍ତୁ ଯେତେବେଳେ ସମୟ ହେଇଯିବ, ତୁମେ ଯେତେ ଧନରେ ଥାଅ, ଯେତେ ଲୋକ ତୁମ ପାଖରେ ଥାନ୍ତୁ, ତୁମେ ଯାହା କରୁଥାଅ ସେ ନେଇ ଚାଲିଯିବ। ଆଉ କୁଆଡ଼େ ଯିବ? ତାରେ ଠିକଣା ଧରିଯିବ। ମତେ ଯଦି କେହି ପଚାରିବେ ତୁମେ କୋଉଠୁ ଆସିଛ, ଆଗରୁ କୋଉଠୁ ଥିଲ, କହିପାରିବି। ଆଉ ତୁମର ଯେତେବେଳେ ପ୍ରାଣଟା ଚାଲିଯିବ ନା, ତୁମେ କୋଉଠି ଯିବ ତା ବି ଜାଣିବ। ତେଣୁ ଏଠି ମୋର କିଛି ବି ନାହିଁ, କେବଳ ଖାଇକି ବଞ୍ଚିବା କଥା। ତେଣୁ ଏ ଅନୁଷ୍ଠାନ ଆମକୁ ସୁଯୋଗ ଦେଇଛି। ଏଇ ଦି ଦିନ ଆମ ହାତରେ ଆଉ ଅଛି। ପ୍ରଭୁଙ୍କ ପାଖରେ ପ୍ରଭୁଙ୍କୁ ବସେଇବା, ଆଶୀର୍ବାଦ ଭିକ୍ଷା କରିବା। ପ୍ରଭୁ ଆମକୁ କିଛି ଦିଅନ୍ତୁ, ଆପଣ କୃପା କରନ୍ତୁ। ଆଉ କିଛି ମାଗିବାର ନାହିଁ। ଆଉ ଲୋକ ଅଛନ୍ତି ପଇସା, ଯେମିତି ମୋର ବେଶୀ ଉପାର୍ଜନ ହବ, ପଇସା ଉପାର୍ଜନ ହେଲେ କ'ଣ ହବ? ଆମ ଦେହ ତ ହେଲା ରୋଗର କଣ୍ଟାଘାତ। ପଇସା ହେଲେ କ'ଣ ହବ? ଏ ହେଲେ କ'ଣ ହବ? ନିରୋଗୀ ରହି ଯଦି ଆମେ ପ୍ରଭୁଙ୍କର ଆଶୀର୍ବାଦ ପାଇପାରିବେ ନା, ଏ ସବୁଠାରୁ ଶ୍ରେଷ୍ଠ ଯୋଗ, ଶ୍ରେଷ୍ଠ ବ୍ୟକ୍ତି ହେଲା ସମାଜରେ ସେଇ ଯିଏ ପ୍ରଭୁଙ୍କ ଆଶୀର୍ବାଦ ପାଇଥାଏ। ମନୁଷ୍ୟ ଜୀବନରେ ଏକମାତ୍ର ଲାଭ ଯଦି ସେ କରିପାରେ ପ୍ରଭୁ ସାଥେ ଭାବ। ତେଣୁ ଆଉ ଗୋଟେ ମାଳି ଧରିକିରି ଆମେ ଗୁରୁଜୀଙ୍କ ପାଖକୁ ଗଲେ ଗୋଟେ ମାଳି ଧରେଇଦେବେ, ମନ୍ତ୍ର ଶିଖେଇଦେବେ। ସେ କ'ଣ ହବ ନା, ମାଳିଟାକୁ ଜପିବା, ମନ୍ତ୍ର ଜପିବା। କିସ ହେବ ବସି ବସି ବାଳା ଜପିଲେ, ନମିଳିବ ନନ୍ଦ ବଳା ଭକ୍ତି ନଥିଲେ। କିସ ହେବ ବସି ବସି ମାଳା ଜପିଲେ, ମାଳି ଜପିଲେ କ'ଣ ହବ? ପ୍ରଭୁ ମିଳିଯିବେ? ଏ ହବନି। କିସ ହେବ ଚିତା କାଟି ବଢ଼େଇ ଚାଲିଲେ ପାଣ୍ଠି, ଭୁରି ଭୁରି ପ୍ରଶଂସାରେ ଦିନ ବିତିଲେ। ନମିଳିବ ନନ୍ଦ ବଳା ଭକ୍ତି ନଥିଲେ। ମୁଣ୍ଡରେ, ହାତରେ, ପିଠିରେ, ନାକରେ ଚିତା କାଟି ଦେଇ ନନା ବୁଲୁଛନ୍ତି, ବ୍ୟାଙ୍କ ବାଲାନ୍ସଟା କେମିତି ବଢ଼ିବ ସେ ଚିନ୍ତାରେ ଅଛି। ସେ କ'ଣ ହବ? ପ୍ରଭୁ ମିଳିବେ? ପଥର ଆଗରେ ପଡ଼ି ପାଣି ବୁଲେଇ, ଖାଉଥିବ ଏକା ଏକା ମୁଣ୍ଡ ହଲେଇ। କିସ ହେବ ଧୂପ ଦୀପେ ପୂଜା କରିଲେ, ନମିଳିବ ନନ୍ଦ ବଳା ଭକ୍ତି ନଥିଲେ। ନମିଳିବ ନନ୍ଦ ବଳା ଭକ୍ତି ନଥିଲେ। ଠାକୁର ପାଖରେ ଭୋଗ ନେଇ ଥୋଇଦବ, ନନା ଭୋଗ କରିଦବ, କାକୁଡ଼ି ଭୋଗ, କଦଳୀ ଭୋଗ ଅଛି ବାଣ୍ଟିଦବ, ତଳେ ଗୋଲାପଜାମ ଅଛି, ମୁଁ ଖାଇକି ମତେ ଦେଇଦିଅ, ଘରକୁ ଚାଲିଯିବି। ଆଉ ଏଇ କଥା ତ ସବୁ ସ୍ୱାର୍ଥ ତ୍ୟାଗ କଲେ ପ୍ରଭୁଙ୍କୁ ପାଇବା। ଆଉ ଶାନ୍ତ ଶିଷ୍ଟ ସତ୍ୟ ଶାନ୍ତି ଦୟା କ୍ଷମା এই ଗୁଣକୁ ଧାରଣ କରି ପ୍ରଭୁଙ୍କୁ ଆରାଧନା କରିବା, ତାହେଲେ ଆମକୁ ପ୍ରଭୁଙ୍କର ଆଶୀର୍ବାଦ ମିଳିବ। ଅନ୍ୟ କିଛି ଆବଶ୍ୟକ ନାହିଁ ଏ ସଂସାରରେ। एमपी 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 आसवे आज देखा करके पड़े, काली दिन पड़े।